ମା କାଳୀ କେବଳ ଦେବୀ ନୁହନ୍ତି, ସେ ହେଉଛନ୍ତି ଜୀବନ ମୃତ୍ୟୁ ପରିବର୍ତ୍ତନ ଏବଂ ପରିଶେଷର ଅନନ୍ତ ଶାନ୍ତିର ଏକ ଅବିସ୍ମରଣୀୟ ଶିକ୍ଷା। ପୌରାଣିକ ମତେ ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇଟି ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତାମାନଙ୍କୁ ପ୍ରପୀଡ଼ିତ କରି ଭୟସ୍ଥିତ କରିଦେଲେ। ଦେବତାମାନେ ମାଙ୍କର ସୁରକ୍ଷା ଭିକ୍ଷା କଲେ। ମା ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ। କିନ୍ତୁ ରାକ୍ଷସ ତାଙ୍କର ଦୁଇ ସହକାରୀ ଚଣ୍ଡ ଓ ମୁଣ୍ଡଙ୍କୁ ପଠାଇ ମାଙ୍କୁ ଧରି ଆଣିବାକୁ ଆଦେଶ ଦେଲେ। ମା ତତ୍କ୍ଷଣାତ୍ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତ ହେଲେ। ଏଥିରେ ବ୍ୟଥିତ ହୋଇ ଶୁମ୍ଭ ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ। ରକ୍ତବୀଜ ପାଇଥିବା ବର ଅନୁସାରେ ତାର ପ୍ରତି ରକ୍ତବିନ୍ଦୁ ଭୂପାତ ହେଲେ ଅର୍ଥାତ୍ ଭୂତଳ ପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା। ଏହି ଅନବୀର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା ମହାକାଳୀ ରୂପେ ନିଜେ ମର୍ତ୍ତ୍ୟମଣ୍ଡଳକୁ ଅବତାର କରିଥିଲେ ଓ ରକ୍ତବୀର୍ଯ୍ୟର ରକ୍ତବିନ୍ଦୁ ତଳେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ। ଏହି ପ୍ରକ୍ରିୟାରେ ରକ୍ତବୀର୍ଯ୍ୟର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଥିଲେ। ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭକୁ ବଦ୍ଧ କଲେ। ଏହାପରେ କିନ୍ତୁ ଦେବତାଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ। ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରିସାରିଲେ। ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତି ହେଲେ ନାହିଁ। ଶେଷରେ ଶିବ ଯୁଦ୍ଧ କ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମାଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମାଙ୍କର ପାଦ ଶିବଙ୍କର ବକ୍ଷାଘାତ କଲା, ସେ ଜିଭ କାମୁଡ଼ି ପକାଇ ସ୍ତମ୍ଭୀଭୂତ ହୋଇ ତତ୍କ୍ଷଣାତ୍ ଶାନ୍ତ ହୋଇଗଲେ। ଏହି ରୂପେ ସୃଷ୍ଟି ଧ୍ୱଂସ ମୁଖ୍ୟରୁ ରକ୍ଷା ପାଇଥିଲା। ଜୟ ମା ସର୍ବମଙ୍ଗଳା, ଜୟ ମା ସର୍ବମଙ୍ଗଳା।